এইଠି ସରିଗଲା ଜୀବନର ଶେଷ ଖେଳ। ତ ଏଠି ଚିତା ଜଳୁଛି, ଜୀବନର ଚିତା, ଯୋଉଟା ଜୀବନର ସତ୍ୟ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆପଣଙ୍କୁ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ସକାଳୁ ଗାଧୋଇ ପାଧୋଇ ରେଡ଼ି ହେଇଗଲେଣି। ଆଉ ବହୁତ ବଡ଼ ଦୁଃଖ କଥା, ଆମେ ଏବେ ଯାଉଛୁ ଭୁବନେଶ୍ୱର କଟକ ଆଉ ଏସି ମେଡ଼ିକାଲ। ସକାଳୁ ସକାଳୁ ବହୁତ ମାନେ ଦୁଃଖ ଲାଗୁଛି। ଆଉ ପ୍ରଭାତ ବାବୁଙ୍କର ନାନୀଙ୍କର ଗୋଟେ ଝିଅ ଆଡ଼ମିସନ୍ ହେଇଥିଲେ ହସ୍ପିଟାଲରେ, ଆଉ ତାଙ୍କର ଆଜି ଡେଥ୍ ହେଇଗଲା ସକାଳୁ ସକାଳୁ। ବହୁତ ଦୁଃଖ ଲାଗୁଛି। ଏବେ ପ୍ରଭାତ ବାବୁ ଫୋନ୍ କରିଥିଲେ, ସେ ବରଗଡ଼ ହାଟଠି ଅଛନ୍ତି। ତ ମୁଁ ରୁମ୍ରୁ ବାହାରି ଯାଉଛି, ଜଲ୍ଦି ଜଲ୍ଦି ଯିବୁ ଆମେ ଏସି ମେଡ଼ିକାଲ। ଖାଲି ଦେଖିବୁ ତ ଏଇଠି ସରିଗଲା ଜୀବନର ଶେଷ ଖେଳ। ତ ଏଠି ଚିତା ଜଳୁଛି, ଜୀବନର ଚିତା, ଯୋଉଟା ଜୀବନର ସତ୍ୟ। ଆଉ ଦୁନିଆରେ ଯାହା ଦେଖୁ ସବୁ ମିଥ୍ୟା। ତ ଏସବୁ ଦେଖିଲା ପରେ ଲାଇଫ୍ରେ ଭଲ ମଣିଷ ହେଇଯାଅ, ସବୁଠୁ ଭଲ। ପ୍ରଭୁଙ୍କ କାମ କର, ଭଲ ମଣିଷ ହେଇଯାଅ। ଦିନେ ନା ଦିନେ ମୃତ୍ୟୁ ଆସିବ, କିନ୍ତୁ ସବୁଦିନ ନମ୍ବର ଦିନେ ମରିବାକୁ ଚେଷ୍ଟା କର। ଆମେମାନେ ସବୁବେଳେ ମରୁଛେ, ଅହଙ୍କାର ଗର୍ବ ଭିତରେ ଜୀବନଟାକୁ ଆମେ ନଷ୍ଟ କରିଦେଉଛେ। ଚାଲନ୍ତୁ, ଜଗନ୍ନାଥଙ୍କର ଯାହା ସବୁ ଇଚ୍ଛା ଅଛି ସେୟା ହିଁ କାମ ହେବ। ଭୁବନେଶ୍ୱର ଆମେ ବାହାରିଥିଲୁ, ଯିବାର ଥିଲା କଟକ, କିନ୍ତୁ ବାଇ ଅପରଚୁନିଟି ଡେଥ୍ ହେଇଯାଇଥିଲା। ଆମେ ଆସିଗଲୁ ତାଙ୍କ ଗାଁକୁ, ଆଉ ବହୁତ ଦୁଃଖ ଲାଗିଲା। ଥରେ ଥରେ କ'ଣ ହୁଏ ନା, ଲାଇଫ୍ରେ ଆମେ ବହୁତ ସାରା ଲୋକଙ୍କୁ ନିଜର ନହେଲେ ବି ନିଜଠୁ ଅଧିକା ଭଲ ପାଉ। କାହିଁକିନା ଯେତେବେଳେ ଆମେ ଭାବୁ ବସୁଦେବ କୁଟୁମ୍ବ, ଏଇ ସଂସାର ହେଉଛି ସମସ୍ତ ବସୁଦେବ କୁଟୁମ୍ବ, ମାନେ ସମସ୍ତେ ଆମ ନିଜର। ଆଉ ବହୁତ ଦୁଃଖ ଲାଗିଲା, ସ୍ପେଶାଲି ବହୁତ ଦୁଃଖ ଲାଗିଲା ଗୋଟେ ନାରୀ ମାନେ ଯିଏ ହେଉଛି ମାନେ ଏ ବିଶ୍ୱ ବ୍ରହ୍ମାଣ୍ଡର ସବୁଠୁ ଶ୍ରେଷ୍ଠ। ତାଠୁ ଆଉ ନାରୀଠୁ ଆଉ ଶ୍ରେଷ୍ଠ କେହି ନାହାନ୍ତି। ଗୋଟେ ମା ଆଉ ଗୋଟେ ମା କୋଳକୁ ପଳେଇଲା। ଆଉ ସମସ୍ତେ ଯିଏ ବି ହଉ, ଆମ ଭଉଣୀ, ଆମ ମା, ଏ ସମସ୍ତଙ୍କୁ ସମ୍ମାନ ଦେବା ଦରକାର। ତ ବହୁତ ଦୁଃଖ ଲାଗିଲା, କାହିଁକିନା ଭାଇ ଆମେ ଯେହେତୁ ସାଙ୍ଗସାଥି ହେଉଛେ, କେଉଁଠି ନା କେଉଁଠି ତାଙ୍କ ଭଉଣୀମାନେ ଆମ ନିଜ ଭଉଣୀଠି ବି ଅଧିକା। ତ ଏବେ ଆମେ ଆସିଥିଲୁ ତାଙ୍କର ଅନ୍ତିମ ସଂସ୍କାର କରିବା ଲାଗି। ତ ହେଇଗଲା। ଆଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୋଟେ ହିଁ ମାନେ ବିନତି, ତ ତାଙ୍କର ଯେଉଁ ଆତ୍ମା ଅଛି କେଉଁଠି ନା କେଉଁଠି ଭଗବାନ ସହିତ ମାନେ ମିଶିଯାଉ, ସେ ମାନେ ପରମ ଆନନ୍ଦ ପାଆନ୍ତୁ। ଆଉ ଗୋଟେ ଜନ୍ମ, ଯେଉଁ ନାରୀର ଜନ୍ମ ନେଇଥିଲେ ସେ ସାର୍ଥକ କରିଛନ୍ତି। ଆଉ ଗୋଟେ ନାରୀର ସବୁଠୁ ଶ୍ରେଷ୍ଠ ଧର୍ମ ହେଉଛି ସନ୍ତାନ ଏ ସୃଷ୍ଟିରେ ଜନ୍ମ କରିବା, ଆଉ ଗୋଟେ ସ୍ୱାମୀକି ଭଲ ସମ୍ମାନ ଦେବା, ଆଉ ତା ଶଙ୍ଖା ସିନ୍ଦୁର, ତ ପରିବାରକୁ ସମ୍ମାନ ଦେବା। ଆଉ ଯେଉଁଟା ସେ ସବୁ କରୁଥିଲେ, ଆଉ ସେ ମାନେ ତାଙ୍କର ନାରୀର ତ ବହୁତ ସାରା କାମ ଅଛି, କିନ୍ତୁ ଏଇଟା ହେଉଛି ଶ୍ରେଷ୍ଠ। ତ ଚାଲନ୍ତୁ, ଆଉ ଆମେ ଏବେ ଭୁବନେଶ୍ୱର ରିଟର୍ଣ୍ଣ କରିଛୁ ଭାବୁଛୁ, କିନ୍ତୁ ସବୁବେଳେ ଏମିତି ସେ ଯେଉଁଠି ବି ରୁହନ୍ତି ତାଙ୍କ ମାନେ ଆତ୍ମା ଭଗବାନ ସହିତ ମିଳନ ହେଇଯାଉ। ଏବେ ଆସି ଆମେ ପହଞ୍ଚୁଛୁ, ମାନେ ଭୁବନେଶ୍ୱରରେ ପହଞ୍ଚୁଛୁ। ତ ଏ ମାଇକ୍ଟା ଆସିଛି ଗାଁରୁ। ଆକ୍ଚୁଆଲି ଏ ମାଇକ୍ଟା କ'ଣ ଖରାପ ହେଇଯାଇଛି, ତାକୁ ନେଇକିରି ଦେଖିବାର ଅଛି ବାପୁଜୀ ନଗରରେ। ଏଇଟା ଆମର ଖୋଳ ମାଇକ୍, ଯେଉଁ ଖୋଳରେ ଯେଉଁ ମାଇକ୍ଟା ଲାଗେ ନା, ସାଉଣ୍ଡ ବାହାରେ ବକ୍ସରେ। ତ ଏଇ ମାଇକ୍ଟା ଖରାପ ହେଇଯାଇଛି। ଆଉ ଆମ ଜଣେ ଗାଁରୁ ଦାଦି ଆସିଲା, ସେ ଆଣି ଆସିଥିଲା। ତ ଏବେ ମୁଁ ରିଟର୍ଣ୍ଣ କଲି, ତାଠୁ ରିସିଭ୍ କଲି, ଆଉ ଯାଉଛି ଏବେ ଦେବା ଲାଗି ବାପୁଜୀ ନଗର। ଆସି ଆମେ ପହଞ୍ଚିଲୁ ଭୁବନେଶ୍ୱର ଏଜି ସ୍କୋୟାର। ଟ୍ରାଫିକ୍ ଏବେ ଭିଡ଼ ଅଛି। ତ ଛାଡ଼ିଲା ପରେ ଆମେ ବାପୁଜୀ ନଗର ଯିବୁ। ଏବେ ଆସି ମୁଁ ପହଞ୍ଚିଗଲି ରୁମ୍ରେ। ତ ପାଖାପାଖି 120-130 କିଲୋମିଟର ପାଖାପାଖି ମୁଁ ଯାଇଥିଲି। ଆଉ ବାଟରେ ଆସିଲା ବହୁତ ବି ଶୀତ ହେଉଥିଲା। ଆଉ ବହୁତ ଦୁଃଖ ଲାଗିଲା ଭାଇ, ଏମିତି ପିଲା, ମାନେ ଏତେ ଭଲ ଭଲ ପିଲା, ଆଉ ମାନେ ତାଙ୍କର ଏତେ କମ୍ ବୟସରୁ ମୃତ୍ୟୁ ହେଇଯାଉଛି। ଆଉ ବୟସ କେତେ 30 ବି ହେଇନି, କିନ୍ତୁ ମାନେ ଅକାଳ ମୃତ୍ୟୁ ଟାଇପ୍ର ମୃତ୍ୟୁ ହେଇଗଲା। ତ
ଭଲ ଲାଗିଲାନି ସେମିତି କିଛି ଭାଇ। ଆମେ ମାନେ କ'ଣ ହୁଏ ନା ଥରେ ଥରେ ଇମୋସନାଲ୍ ବି ବହୁତ ଲାଗେ। ଆମ ଦେଖେ ତାଙ୍କର ଜୀବନ ଥିଲେ, ତାଙ୍କ ପିଲା ଛୁଆ ସଂସାର ଘର ପରିବାର କେତେ ଦାୟିତ୍ୱ ଥାଏ। ଛୋଟ ଛୋଟ ପିଲା ତାଙ୍କର ହେଇଛନ୍ତି, ସେମାନେ ବି କେତେ ମାଆ ବାପାଙ୍କୁ ଖୋଜି ହେଉଛନ୍ତି। ଆମମାନେ ଏତେ ଏତେ ବଡ଼ ହେଲଣି ତଥାପି ଆମ ବାପା ମାଆଙ୍କୁ ଆମେ ଛାଡ଼ି ରହିପାରୁନି, ଏତେ ଝୁରୁଛେ। ଆଉ ମୁଁ ଗାଁକୁ ଗଲେ ମୋ ବାପାଙ୍କର ମାଆଙ୍କର ସେବା କରେ, ମାଆଙ୍କର ବି ସେବା କରେ, ଘରର କାମ କରେ। ସେମିତି ତାଙ୍କ ପରିବାର ବି ସେମିତି ଥିଲା। ଆଉ ଆଜି ତାଙ୍କ ପରିବାରରେ ତାଙ୍କ ପିଲାମାନଙ୍କଠୁ ତାଙ୍କ ମାଆ ଆଜି ଅଧୁରା ରହିଗଲା। ଭାବନ୍ତୁ କେତେ କଷ୍ଟ ଲାଗୁଥିବ। ଆଉ ବହୁତ ଭଲ ଲାଗୁନି। ଏବେ ଆସି ରୁମ୍ରେ ପହଞ୍ଚିଲୁ। ପ୍ୟାଣ୍ଟ ସାର୍ଟ ଯେଉଁ ପିନ୍ଧିଥିଲି ସବୁ ବାହାର ରଖିଦେଲି, ତ ଗଲି ବାଥରୁମ୍ରେ ଗାଧେଇକି ଆସିଲି। କାହିଁକିନା ଯେହେତୁ ଆମେ ମଶାଣିକି ଯାଇଥିଲୁ, ତ ଏବେ ଆସି ଜଷ୍ଟ ଫ୍ରେଶ୍ ହେଲି। ତ ଯାଉଛି ଭଗବାନଙ୍କୁ କିଛି ବହି ପଢ଼ିବାର ଅଛି, ବହି ପଢ଼ାପଢ଼ି କରିବା। ଏଇଟା ଅଛନ୍ତି ଆମ ପ୍ରଭୁ ଜଗନ୍ନାଥ, ଦେଖନ୍ତୁ କେତେ ଖୁସି ଲାଗୁଛି। ଆଉ ଏଇଟା ହେଲା ଗୀତା, ଭଗବତ ଗୀତା। ତ ଏବେ କିଛି ଭଗବାନଙ୍କର ବହି ଅଛି, ପଢ଼ିବାର ଅଛି, ଯେଉଁଥିରେ ଶାନ୍ତି, ଅନନ୍ତ ଶାନ୍ତି ମିଳେ। ସକାଳେ ଆମର ରୁଟି ଆଉ ଭଜା ସବୁ ହେଇଥିଲା, ଖାଇବା ଲାଗି ଭାଇ ସବୁ ଥୁଆ ହେଇଛି ଦେଖନ୍ତୁ। ଏଇଠି ଦେଖନ୍ତୁ ରୁଟି ଥୁଆ ହେଇଛି କେଉଁ ଅବସ୍ଥାରେ, ଆଉ ଏଇଠି ଭଜା ହେଇଛି କେଉଁ ଅବସ୍ଥାରେ ଭାଇ ଦେଖନ୍ତୁ। ସବୁ କିଛି ହେଇଛି, ଭାତ ବି ଥିଲା ଦେଖନ୍ତୁ। ଏଠି ଭାତ ଆଳୁ ଅଛି, ଏବେ ନଷ୍ଟ ହେଇଗଲାଣି ଭାଇ। ଆଉ ଦେଖନ୍ତୁ ବରକୋଳି ସବୁ ଆସିଥିଲା, ଏଇଟା ସବୁ ଖରାରେ ଶୁଖା ହେଇଥିଲା ବରକୋଳି, ବଢ଼ିଆ ବଢ଼ିଆ କୋଳି। ଆଉ ଆମ୍ଲାକୁ ପାଣିରେ ପକାଇ ଦେଇଛୁ, ସକାଳେ ଗ୍ରାଇଣ୍ଡିଙ୍ଗ ହେବ, ଖାଇବାର ଅଛି। ତ ଏବେ ଭୋକ ଲାଗିଲା, ରାତିରେ କ'ଣ ରୋଷେଇ କରି ଖାଇବାର ଅଛି। ତ ପ୍ରଭାତ ଆଉ କହୁଥିଲା କିଛି ଇଚ୍ଛା ନାହିଁ ଖାଇବାକୁ, ତ ସିମେଇ ବନେଇ ଖାଇବୁ ଭାବୁଛୁ ରାତିରେ। ଏବେ ପଢ଼ା ହେବ ଭଗବତ ଗୀତାର ଗୋଟେ ପାର୍ଟ ଥିଲା। ଭଗବତ ଗୀତା ନୁହେଁ, ଗୋଟେ ଭଗବାନଙ୍କର ଗୋଟେ ବହି ଅଛି। ସେ ବହିଟାକୁ ମୁଁ ପ୍ରାୟ ଟାଇମ୍ ପଢ଼େ, ବହୁତ ଭଲ। ହଁ, ଏଇଟା ଆତ୍ମା ଅନ୍ୱେଷଣର ପଥ, ଏଇଟା ବହୁତ ବଢ଼ିଆ ବହିଟା। ତ ଏବେ କିଛି ବହି ପଢ଼ିବା ଭଗବାନଙ୍କର। ରାତିରେ ଆମେ ବନେଇ ଦେଇଛୁ ଖାଇବା ଲାଗି ସିମେଇ, ଆଉ କିଛି ଇଚ୍ଛା ହେଲାନି। ତ ଏବେ ଆମର ସିମେଇ ଦେଖିଏ ବନା ହେଇଗଲାଣି। ତ ଚାଲ ଜଲ୍ଦି ଖାଇବା। ଏବେ ଆମର ଖାଇବା ପିଇବା ସରିଗଲାଣି। ଆଉ ଫାଇନାଲି ଇଣ୍ଡିଆ ବି ବାରବାଟୀ ଷ୍ଟାଡିୟମରେ ଖେଳ ଚାଲିଥିଲା, ଜିତିଗଲା। ତ ବହୁତ ବଢ଼ିଆ ଥିଲା। ଅକ୍ଷର ପଟେଲ ଆଉ ଜାଡ଼େଜାଙ୍କର ଲାଷ୍ଟ ଯୋଡ଼ି ଥିଲା। ଆଉ କାହିଁକିନା ଆମ ଓଡ଼ିଶାର ଫାର୍ଷ୍ଟ ଟାଇମ୍ ବହୁତ ଦିନ ପରେ ହେଲା ମାନେ ଇଣ୍ଟରନ୍ୟାସନାଲ୍ ଖେଳ, ଆଉ ଇଣ୍ଡିଆ ଜିତିଲା। ତ ସେଥିପାଇଁ ଆମେ ସମସ୍ତେ ଭାରତୀୟ ଗର୍ବ କରିବା ଦରକାର। ତ ଏବେ ଯାଉଛି, ଚାଲନ୍ତୁ ଆମେ ଗର୍ବ କରିବା, ଶୋଇବା ଭାଇ। ଆଉ କିଛି କାମ ନାହିଁ, ବହୁତ ସାରା ବି ଟାଇମ୍ ବି ହେଇଗଲାଣି। ଆଉ ଏମିତିରେ ବି ଆଜି ବହୁତ ଜୋର ଗରମ ବି ଲାଗୁଛି, ପ୍ରବଳ ଜୋର ଗରମ ଲାଗୁଛି। ତେବେ ଷ୍ଟାଡ଼ିୟମରେ ବହୁତ ସାରା ଲୋକ ଖାଲି ଇଣ୍ଡିଆ ଇଣ୍ଡିଆ ହେଉଥିବେ, ଆଉ ମାନେ ସେଠି ଭିଡ଼ ବି ବହୁତ ଥିବ। ଆଉ ମୋର ଇଚ୍ଛା ହେଉଥିଲା ଖେଳ ଦେଖିବା ଯିବାକୁ। ଏଇ ଯେଉଁ ଭିଡ଼ ହେଉଛି, ଟିକେଟ୍ ମିଳୁନି। ଆଉ ଟିକେଟ୍ ପାଇଁ ବହୁତ ସାରା ମାନେ ପ୍ରୋବ୍ଲେମ୍ ହେବାକୁ ପଡ଼ୁଛି। 700 ଟଙ୍କା ଟିକେଟ୍କୁ 3,000 ଟଙ୍କା ବିକୁଛନ୍ତି। କ'ଣ ପାଇଁ ଯିବ, ମୋବାଇଲ୍ ଦେଖିବ ସବୁଠୁ ଭଲ। ତ ଚାଲନ୍ତୁ ଆଜିର ବ୍ଲଗ୍ ଏଇଠି ଏଣ୍ଡ କରିବା। ଆଇ ହୋପ୍ ଆପଣମାନଙ୍କୁ ଆଜିର ବ୍ଲଗ୍ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଲାଇକ୍ କରିଦେବେ, ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିଦେବେ। ଦେଖା ପୁଣି ଆପଣମାନଙ୍କ ସହିତ ଗୋଟେ ନୂଆ ବ୍ଲଗ୍ରେ। ଥ୍ୟାଙ୍କ୍ସ ଫର୍ ୱାଚିଂ ମାଇ ବ୍ଲଗ୍।